ଯାଇପାରିବିନି ମୁଁ ଏଇଠି ଶୁଣିବି ଖାଲି ଶୁଣିବା ପାଇଁ ଗୁଲୁଗୁଲୁ ବାହାବା ପାଇଁ ଗୁଲୁଗୁଲୁ କାହିଁକି ଏମିତି ହଉଛୁ ବେ କନ୍ୟା ଘର ଏଇ ପୁରା ପହଞ୍ଚି ଗଲଣି ଏଇ ଦେଖା ହଉଛି ଏଇ ଘରଟା ବୁଝିଲେ ଚା 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 ଯିବା କାହିଁକି ତୁ ବ୍ୟସ୍ତ ହଉଛୁ ତୁ ବ୍ୟସ୍ତ ହବା କିଛି ଦରକାର ନାହିଁ ବେ ଆଜି ମାନେ ଆଜି କନ୍ୟା ଦେଖିବୁ ଯିବା ନା ସେଇ ଯିବ ମୁଁ ତାକୁ ଡାକୁଛି ଡାକିଲା ପରେ କଥାବାର୍ତ୍ତା ଛିଡ଼େଇକି ଆଜି ଆସିକି ମାନେ ଯିବି ମୁଁ ଏଇଠି ବସିଛି କନ୍ୟାକୁ ଡାକ ମୁଁ ଏଇଠି ବସିଛି ହଁ ଦେଖିବୁ ହଁ ଘର ଦ୍ୱାର ତ ଭଲ ହେଇଛି କିଛି ଅସୁବିଧା ନାହିଁ ହଉ କନ୍ୟା ଦେଖି ଦେଇକି ଯିବା ଆଉ ଯଦି ପସନ୍ଦ ହବ ତାହେଲେ ବାହାଘର କରିବା ଆଉ ଏ ସେଠି କିଏ ପାଟି କରୁଛ ଆସନ୍ତୁ ଆଜ୍ଞା ଆସନ୍ତୁ ଆସନ୍ତୁ ଆଜ୍ଞା ନମସ୍କାର କିଏ ଆପଣ ମାନେ ଆଜ୍ଞା ଆଜ୍ଞା କୁଣିଆ 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 ମାନେ ମୁଁ ହେଲି ସନ୍ତରା ଆଉ ଇଏ ମୋ ପୁଅ ବର ନିଜେ ସୁକୁଟା ତାମାନେ ତମେ ମାନେ ଆମ ଶ୍ରାବଣୀକୁ ଦେଖିବା ପାଇଁ ଆସିଛ ମଧ୍ୟସ୍ଥି ଆପଣଙ୍କୁ କ'ଣ କିଛି କହିଲି କି ହଁ କହୁଥିଲା ଏଇ ଦିନେ ଦି ଦିନ ଭିତରେ କେହି ଶ୍ରାବଣୀକୁ ଦେଖିବା ପାଇଁ ଆସିବେ ସେଇଥିପାଇଁ କଥାରେ ଅଛି ଶୁଭ ଶୀଘ୍ର ହଉ ତାହେଲେ ଏଇଠି ଆପଣମାନେ ବସନ୍ତୁ ମୁଁ ଶ୍ରାବଣୀକୁ ଡାକି ଦଉଛି ଶୁଣନ୍ତୁ ଡାକି ତ ଦେବେ କିଛି ଅସୁବିଧା ନାହିଁ ହେଲେ ଖାଦ୍ୟ ପାନୀୟର କିଛି ବ୍ୟବସ୍ଥା କରିବେନି ତୁ କାଣା ଘରୁ ଆସିବା ବେଳୁ ମତେ କହୁଥିଲୁ କନ୍ୟା ଘରକୁ ଯିବା ଥଣ୍ଡା ପିଇବା ଜଳିକା ଖାଇବା ଏଠି କଣ ମନା କରୁଛୁ ଖାଇବା ନେଇ ଏଇ ଆଜ୍ଞା ମୋ ପାଇଁ ବରା ପିଆଜି ଗୁଲୁଗୁଲା ଆଉ ସେଇ ଲମ୍ବାଟା ମାନେ ବାଇଗଣୀ ସେଇଟା ବି ଆଣିବେ ଆଉ ମୋ ବାହାର ଖାଲି ମାନେ ମାନେ କଥା କଣ ସମୁଦି ଘରେ ମୋର ଟିଭି ଫ୍ରିଜ ଗଡରେଜ ଫ୍ରିଜ ସବୁ ଅଛି ଆଉ ସେଗୁଡା ନେଇକି ଘରେ କୋଉଠି ରଖିବୁ ଘରେ ମୋର ଜାଗା ନାହିଁ ସେଇଥିପାଇଁ କହୁଛି କାହା ବାବଦରେ ଟଙ୍କା ଆକାରରେ କିଛି ଦେଇଦେଲେ ହେଲା ଦେଖନ୍ତୁ ଝିଅର ମା ବାପା କେହି ନାହାନ୍ତି ମୁଁ ହଉଛି ତ ଦାଦା ନବା ବିଷୟଟା ତୁ ପୁରା ଘରୁ କହୁଥିଲୁ ଖାଲି କନ୍ୟା ଦେଖିବା ପଳେଇ ଆସେ ଏଠି କଣ ଦବା ନବା କଥା କହୁଛୁ ସବୁ କଥାରେ ଡବଲ ପ୍ୟାକେଟିଂ ଲୁଟିଆ ତୋର ଅଭ୍ୟାସ ହେଇଗଲା ଖାଲି ସମୟ କୁଲୁକୁଲୁ ହବାର ତୋର ବାଗ ଆଉ ସମୁଦି କଥାଟା ଧରିବେନି ବୁଝିଲେ ସେ କାହା ଚଗଲା ପିଲା କାହା କଥା ଧରିବେନି ହଉ ହେଲା ଆପଣ ମାନେ ଏଇଠି ବସନ୍ତୁ ମୁଁ ଶ୍ରାବଣୀକୁ ଡାକି ଦଉଛି